ଆଜି ଆମ ଚ୍ୟାନେଲରେ ଏମିତି ଜଣେ ପ୍ରତିଭାଶୀଳ କଳାକାର ଅଛନ୍ତି ଯେ ଦିଗନ୍ତ ଦିନର କଳାକାର ଚିତ୍ତ ସାର୍ ଏବଂ ଅନିମା ବାଳା ତାଙ୍କୁ ଆମ କାର୍ଯ୍ୟକ୍ରମରେ ଆଜି ସାକ୍ଷାତକାର ନେବା ଏବଂ ତାଙ୍କର କଳାକାର ଜୀବନର କିଛି ଖଟା ମିଠା ସ୍ମୃତିକ କଥା ହେବା। ସାର୍ ମ୍ୟାଡ଼ାମ ନମସ୍କାର। ନମସ୍କାର। କେମିତି ଅଛନ୍ତି? ଭଲ ଅଛୁ। ଭଲ ତ ଯଦି କହିବା ସାର୍ ଆପଣ ବହୁତ ବିଗତ ଦିନର କଳାକାର ସେବେକା ଯାତ୍ରା ଏବେକା ନାଟ ଭିତରେ ବହୁତ ଆକାଶ ପାତାଳ ଫରକ। ସେତେବେଳେ ଏଲଇଡି ର ବ୍ୟବସ୍ଥା ନଥିଲା, ଏବେ ଏଲଇଡି ର ବ୍ୟବସ୍ଥା ହେଇଛି। କେମିତି ଲାଗୁଛି ଆପଣଙ୍କୁ ସେତେବେଳର ନା ଏବେକାର ଯୁଗ କୋଉଟା ବେଶୀ ଖୁସି ଲାଗୁଛି? ଯେତେବେଳେ ଯାହା ଚାଲିଛି ତାକୁ ହିଁ ତ ଚାଲିବାକୁ ପଡିବ। ତେଣୁ ପରିବର୍ତ୍ତନଶୀଳ ଦୁନିଆରେ ସବୁ ପରିବର୍ତ୍ତନ ହଉଛି। ଇଏ ବି ଥିଲା ଆଗରୁ ଡବଲ ଷ୍ଟେଜ ଥିଲା, ସାଇକ୍ଲୋମାରେ ସେଟିଂ ସବୁ ବାହାରୁଥିଲା, ସେଟିଂରେ ସେ ଜୀବନ୍ତ ଲାଗୁଥିଲା ସେଟା ସବୁ। ଏବେ ତ ଛବି ସୁଟିଂ କରି ଆଣି ଦେଖୁଛନ୍ତି ଏ ଜିନିଷ ସେ ଜିନିଷ ଅଲଗା, ତଥାପି ଲୋକ ତ ଆପ୍ରିସିଏଟ କରୁଛନ୍ତି ତାକୁ। ତେଣୁ ସେଇ ଜିନିଷ ଚାଲିବାକୁ ପଡୁଛି ତ ଆମକୁ। ସାର୍ ମ୍ୟାଡାମ ଯୋଉ ନାଟ ପାଟରେ ଥାନ୍ତି ସେଠି ଜଣେ ସୁନାର ଷ୍ଟେଜ ହେଇଯାଏ, ଯୋଉ ଲୋକ ଜଣେ ହାରାସମେଣ୍ଟ କରନ୍ତି ବହି ଯାହା ଥାଉ, କିନ୍ତୁ ସାର୍ ମ୍ୟାଡାମ ଥିଲେ ବହି ଇଏ କଣ ସାରଳା ମାନଙ୍କ ଆଶୀର୍ବାଦ ନା ଆପଣଙ୍କ ଅକ୍ଲାନ୍ତ ଉଦ୍ୟମର ଫଳ? ନା, ସବୁବେଳେ ତ ଗଡ୍ ଗିଫ୍ଟ ଏଟା, ଈଶ୍ୱରଙ୍କ ଆଶୀର୍ବାଦ, ମାଙ୍କ ଆଶୀର୍ବାଦ ନିଶ୍ଚିତ। ଆମର ବି ପରିଶ୍ରମ ରହିଛି। ଆମେ ଠକାଠକି ସେମିତି ଚିନ୍ତାଧାରା ଯାତ୍ରା କରୁନୁ। ଲୋକ ଥାଆନ୍ତୁ ନଥାନ୍ତୁ, ସେଲ୍ ହେଇଥାଉ ନ ହେଇଥାଉ, ଯାହା ହେଲେ ବି ଅଭିନୟଟା ଅଭିନୟ ହିସାବରେ କରୁ। ସାର୍ ଆପଣ ସେଥିପାଇଁ କେତେ ବର୍ଷ କ୍ୟାରିୟର ହେଲେ ଯାତ୍ରା? ହଁ, 91 ରୁ ହେଇଗଲା ଏପର୍ଯ୍ୟନ୍ତ 35 ଇୟର୍ସ। ମ୍ୟାଡାମ କେମିତି ଲାଗୁଛି ଏତେ ବର୍ଷର ଯାତ୍ରା ପିରିୟଡ, ବହୁତ ଦିନ ଧରି କାମ କରୁଛନ୍ତି, ଆଉ ଆପଣଙ୍କ ମନପସନ୍ଦର କ୍ୟାରେକ୍ଟର ମଧ୍ୟ ଡିରେକ୍ଟର ସାର୍ ଆପଣଙ୍କୁ ଦିଅନ୍ତି ଯୋଉଟା କି ଆପଣଙ୍କୁ ପସିବଲ ଲାଗେ ଆଉ ଲୋକଙ୍କୁ ଭଲ ଲାଗେ? କେତେ ଖୁସି ଲାଗେ ଆପଣଙ୍କୁ ଯାତ୍ରା ଇଣ୍ଡଷ୍ଟ୍ରି ଏତେ ଏଯାବତ ବଢିଆ ବଢିଆ କ୍ୟାରେକ୍ଟର କରି? ହଁ, ଭଲ ଲାଗେ। ଭଲ ଚରିତ୍ର ମିଳିଲେ ଭଲ ଲାଗେ। ତ ଗୋଟେ କଥା କୁହନ୍ତୁ, ଆପଣ ବହୁତ ଦିନ ଧରି କାମ କରୁଛନ୍ତି ସାର୍ ଏବଂ ମ୍ୟାଡାମ, ଅନେକ ଯାତ୍ରା ମଧ୍ୟ କାମ କରୁଛନ୍ତି। ଦୁଇ ଜଣଙ୍କର ଏମିତି କୋଉ ବହି ଯୋଉଟା କି ଆଜି ପର୍ଯ୍ୟନ୍ତ ମନେ ରହିଛି ଏବଂ ମନେ ରହିବ ସାରା ଜୀବନ? ସେମିତି ତ କେତେ ନାଟକ ଅଛି। ତଥାପି ହିରୋ ହିରୋଇନ ସମୟରେ ନାଟକ, ଏବେ ଫାଦର ମଦର ନାଟକ। ସେତେବେଳେ ହିରୋ ହିରୋଇନ ଥିଲାବେଳେ ପୂର୍ବରୁ ଭଲ ଭଲ ନାଟକ ସବୁ ଥିଲା। କାବୁରା ବେନେକା, ସରୋବର ଚାନ୍ଦ ପଡିଛି ଖସି, ଆଉ ଅଧାରେ ହେଇଗଲା ସର୍ଦା ଜନ, ଏସବୁ ବୋଲ ଭାରତ ଖଣ୍ଡା ବୁଲିବ। ଶାନ୍ତଶଙ୍କର କେମିତି କେମିତି ଲାଗୁଛି, ସତ୍ସଙ୍ଗରେ କେମିତି କେମିତି ଲାଗୁଛି, ହିରୋ ହିରୋଇନ ବେଳ ନାଟକ। ହିରୋ ହିରୋଇନ ବେଳର। ଆଉ ଆଉ ଗୋଟେ କଥା ସାର୍ କୁହନ୍ତୁ, ମ୍ୟାଡାମ ଆପଣ ବି କହିବେ, ବେସିକାଲି ଆପଣ ଯାତ୍ରାରେ ମାଡ ଖାଆନ୍ତି କିନ୍ତୁ ଲୁହ ଦର୍ଶକ ମାନେ କାନ୍ଦି ପକାନ୍ତି, ସେମିତି କ୍ୟାରେକ୍ଟରକୁ ଆପଣ କାହିଁକି ବାଛନ୍ତି? ଲୋକଙ୍କ ଭଲ ପାଇବା ପାଇଁ ନା ଆପଣଙ୍କୁ ସେମିତି କ୍ୟାରେକ୍ଟର କରିବାକୁ ଭଲ ଲାଗେ? ନାଇଁ, ସେମିତି କିଛି ନାହିଁ। ଆମ ଇଚ୍ଛାରେ ତ କିଛି ହୁଏନି। ଏଟା କ୍ୟାରେକ୍ଟର ଡିରେକ୍ଟର ମାଲିକ ତାଙ୍କର ଦିଅନ୍ତି, ଯାହା ଯୋଉଟା ଆମେ ସେଟା କରୁ। ଆମେ ତ ଲବି ଫବି କରୁନୁ କାହା ପାଖରେ କିଛି, ସେମିତି ଏଇଟା କରିବୁ ସେଟା କରିବୁ, ଆମେ ପ୍ରେସର ଲୋକ ନୁହଁ। ଯାହା ମିଳେ ଆମେ କରୁ ଆଉ। ଆପଣଙ୍କୁ ଦର୍ଶକ ଭଗବାନ ବହୁତ ଜଣ କୁହନ୍ତି, ଆପଣ ଯଦି ଓଲିଉଡରେ ମିହିର ଦାସ, ଆପଣ ଯାତ୍ରା ଇଣ୍ଡଷ୍ଟ୍ରିରେ ମଧ୍ୟ ସେମିତି ମିହିର ଦାସ, ସେମିତି ବିଗତ ଦିନର କଳାକାର। ଖୁସି ଲାଗେ ଦର୍ଶକ ଭଲ ହଁ ପାଇବେ। ହଁ, ନିଶ୍ଚିତ ନିଶ୍ଚିତ। ସେଇଥିପାଇଁ ତ ବଞ୍ଚିଛୁ, ତାଙ୍କ ଆଶୀର୍ବାଦ, ତାଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବୁ ନେଇ ବଞ୍ଚିଛୁ। ଚାରିଟା ସିନ୍ ପଡିଲେ ବି ଜଣେ କଳାକାର ଯଦି ତାକୁ ଠିକ ସେ ପରିବେଷଣ କରିପାରିବ, ତାହେଲେ ତାକୁ ପ୍ରକୃତ କଳାକାର କୁହାଯାଏ। ଆଉ ନାଟକ ସାରା ରାତି ସାରା ବାହାରିଲେ ତ ସମସ୍ତେ କହିବେ ଇଏ ଭଲ କଳାକାର। ତ ଆଜ୍ଞା ଗୋଟେ କଥା କୁହନ୍ତୁ, ଆଗରୁ ଗୋଟେ ଯାତ୍ରା ଥିଲା କି ଷ୍ଟେଜରେ ଏଲଇଡି ବ୍ୟବସ୍ଥା ନଥିଲା, ଏବେ ଏଲଇଡି କୁ ବେଶୀ ଫୋକସ କରାଯାଉଛି। ମାନେ ଫାଇଟିଂ ଦୃଶ୍ୟ ବି କିଛି ସୁଟିଂ ହେଲାଣି। ମାନେ ଏଇ ଯୋଉ ଜିନିଷଟା ହଉଛି, ମାନେ ଯାତ୍ରା ଇଣ୍ଡଷ୍ଟ୍ରି ଠାରୁ ଇଏ ଭିନ୍ନ ହଉଛି ନା ଆପଣଙ୍କୁ ଏତେ ଖୁସି ମଧ୍ୟ ଲାଗୁଛି, ମିଳୁଛି? ଆମ ଖୁସିରେ ତ କିଛି ନାହିଁ। ଦର୍ଶକଙ୍କ ଖୁସିକୁ ନେଇ ଆମେ ଯାତ୍ରା କରୁଛୁ। ତେଣୁ ନ୍ୟାଚୁରାଲଟା ନ୍ୟାଚୁରାଲ ହବା ଦରକାର। ପରିବର୍ତ୍ତନ ହେଇଛି ମାନେ ନିଶ୍ଚିତ ସେଗୁଡା ବି ପରିବର୍ତ୍ତନ ହବା ଯାତ୍ରାର ଦରକାର। ବଳିକୁଟା ନଷ୍ଟ ହଉଛି ୟା ଦ୍ୱାରା। ଯାତ୍ରା ଏୟା ନଥିଲା ଆଗରୁ ନା। ଯାତ୍ରାରେ ଫାଇଟିଂ ଅରିଜିନାଲ ହଉଥିଲା, ଲୋକଙ୍କ ଆଗରେ ଆମେ ଫାଇଟିଂ କରୁଥିଲୁ। ଯାହା ବି କରୁଥିଲୁ, ଯେତିକି ଲୋକଙ୍କ ଆଗରେ କରୁଥିଲୁ। ଏ ସବୁ ଏଲଇଡି ଫେଲିଡି ଜିନିଷ ନାଟକ ଉପରେ ଥିଲା। ଫୋକସ ଦିଆଯାଉଥିଲା ଅଧିକ, ଲୋକ କାହାଣୀ ଉପରେ ଗୁରୁତ୍ୱ ଯାଉନଥିଲେ, ଦଉଥିଲେ। କାହାଣୀ ଉପରେ ଗୁରୁତ୍ୱ ଦଉଥିଲେ। ବର୍ତ୍ତମାନ ତ ନାଟକ 3 ଘଣ୍ଟା ଭିତରେ ନାଟକ ସାର, ତା ଭିତରେ ଅଧେ ବାହାରିବ, ଅଧେ ଡ୍ୟାନ୍ସ ଆଉ ମେଲୋଡି ଯିବ। ସେତେବେଳେ ତ 5 ଘଣ୍ଟା 5.5 ଘଣ୍ଟା ଲୋକ ବି ବସିକି ଦେଖୁଥିଲେ ନା ନା ନା। ଚର୍ଚ୍ଚିତ ନାଟକ ଏଇ ବର୍ଷର ଅଛି ତୁ ମୋ ବଜରଙ୍ଗୀ। ସେଇ ନାଟକରେ ଆଜ୍ଞା ସଂଗ୍ରାମ ସାର୍ ପଦେ କୁହନ୍ତୁ, ମ୍ୟାଡାମ ମଧ୍ୟ ପଦେ କୁହନ୍ତୁ ଆମ ଦର୍ଶକ ଭଗବାନଙ୍କ ପାଇଁ। ତୁ ମୋ ବଜରଙ୍ଗୀ, ହଁ ବର୍ତ୍ତମାନ ଏଇଟା ଚାଲିଛି। ହେଲେ ସେ ତମ ଉପରକୁ ହାତ ଉଠେଇଲା, ମାଡ଼ ମାରିଲା, ସେଇଟା ତା ଅମଣିଷ ପଣିଆ। ତୁ ନୀରବ ରହିଲୁ, ସବୁ କିଛି ସହିଗଲୁ, ଏଇଟା ତୋ ମଣିଷ ପଣିଆ। ହେ ରାମ, an angry moment often did, for which you repent many years, but you never make it right by sorrow or by tears.
क्रोधରେ ବଶବର୍ତ୍ତୀ ହୋଇ ଯୋଉ ଭୁଲ କରାଯାଏ ସେ ଭୁଲ ପାଇଁ ବର୍ଷ ବର୍ଷ ଅନୁତାପ କରି ଯେତେ ଆଖିରୁ ଲୁହ ଗଡେଇଲେ ବି ସେ ଭୁଲଟା କେବେ ଠିକରେ ପରିଣତ ହୁଏନି। ତୁ ପ୍ରମାଣ କରିଦେଲୁ ନମ୍ରତା କାହାକୁ କହନ୍ତି। You proved what is discipline, what is morality, and what is the definition of politeness. ମୁଁ କହୁଛି ରେ, ମୁଁ କହୁଛି ମୋ ଝିଅ ପାଇଁ ତୁ ପ୍ରକୃତ ଯୋଗ୍ୟ। You are the most efficient and adorable person for my daughter. ଏ ଟୋକା ରେଡ୍ଡି, ଓରା ରେଡ୍ଡି। ଅତି ଚମତ୍କାର ଡାଇଲଗ ସାର୍ କହୁଥିଲେ। ମ୍ୟାଡାମଙ୍କ ପାଖରୁ ମଧ୍ୟ ଗୋଟେ ସଂଳାପ ଟିକେ ଶୁଣିବା। ଆଉ ତୁ କଣ ଭାବୁଛୁ ଆମେ ତତେ ଭୁଲ ବୁଝୁଛୁ? ତୁ ତା ସହିତ ମାରପିଟ କରିଥାନ୍ତୁ, ଗଣ୍ଡଗୋଳ କରିଥାନ୍ତୁ। ତାପରେ ମୋ ଝିଅକୁ ମୋ ଜୀବନ ଠାରୁ ମୁଁ ଅଧିକ ଭଲ ପାଏ। ଅଧା ବାଟରେ ତା ହାତ ଛାଡିଦେବୁନି ବାପା। ମୋ ଗେହ୍ଲି ଝିଅଟାକୁ ତୁ କେବେ ବି ବେଶା ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ମତେ ଡାଇଲଗ ମାରିଥିଲେ। ସଂଳାପ ସୁନ୍ଦର ସୁନ୍ଦର ସଂଳାପ ଟିକେ କହୁଥିଲେ। ସାର୍ ଏ ଯାବତ ଅନ୍ୟ ଏକ ଯାତ୍ରା ପ୍ରତି ଆପଣ କାମ କଲେଣି, କୋଉ ଯାତ୍ରା ପ୍ରତି ଆପଣଙ୍କୁ ବହୁତ ଭଲ ଲାଗିଥିଲା ଏବଂ ଆତ୍ମସନ୍ତୋଷ ଦେଇଥିଲା? ସେମିତି ମୋ ଚିନ୍ତାଧାରାରେ ମୋ ଦୃଷ୍ଟିରେ ଦେଖିବାକୁ ଗଲେ ମୁଁ ଗୋଟେ ବର୍ଷ ସାତସଙ୍ଗ ଉତ୍ତରାଣୀ ଶାସକ ଯାଇଲି। ସେ ଗୋଟେ ବର୍ଷ ମୁଁ ଯାତ୍ରାରେ ଆତ୍ମସନ୍ତୋଷ ପାଇଲି, ଯୋଉଟା ଆଉ କୋଉଠି ପାଇନି, ଆଉ ପାଇବି ନାହିଁ ମଧ୍ୟ। କାରଣ ସେ ଯାତ୍ରା ପାଟର ମାଲିକ ହଉଛନ୍ତି ଜଣେ ନିର୍ଦ୍ଦେଶକ, ଲେଖକ, ସବୁ। ଯାତ୍ରାରେ ତାଙ୍କ ଭଳି ନିର୍ଦ୍ଦେଶକ ନାହାନ୍ତି, କେହି ହେଇପାରିବେନି। ଆଉ ଆତ୍ମତୃପ୍ତି ଲାଗୁଥିଲା। ସେଠି ମୁଁ ଗୋଟେ ନାଟକ କରୁଥିଲି, କେମିତି କେମିତି ଲାଗୁଛି 350 400 ନମ୍ବର ଡାଇଲଗ ଡବଲ ରୋଲ ମୁଁ କରୁଥିଲି, କିନ୍ତୁ ମତେ କଷ୍ଟ ହୁଏନି। କାହିଁକି? ସେ ମଡୁଲେସନ ସେ ଯୋଉ ଇଏ ସେ ସେଠି ଚରିତ୍ର ଭିନ୍ନ ସେ ସବୁ ଚରିତ୍ର। କିଛି କଷ୍ଟ ଜଣାପଡେନି ସେ ସବୁ କାମରେ। ସାଉଣ୍ଡ ସେମିତି ଏକଦମ 1 ନମ୍ବର ସାଉଣ୍ଡ। ଧୀରେ ଧୀରେ କଥା କହିଲେ ବି ଶୁଭିବ, ଜୋର କଥା କହିବା ଦରକାର ନାହିଁ। ସେ ମାଲିକ ମନା କରେ ତୁମେ ଜୋରରେ ଚିଲେଇବନି, ଜୋରରେ କଥା କହିଲେ ମୋ ଡାଇଲଗ ହବନି। ତେଣୁ ତାଙ୍କ ଅନୁଯାୟୀ କାମ କରିବାକୁ ପଡେ। ଭଲ ଲାଗୁଥିଲା ସେଠି ଆଉ ସବୁ। ଗୋଟେ କଥା ସାର୍ କୁହନ୍ତୁ, ଆଗରୁ ଯେତେବେଳେ କାହାଣୀ ହଉଥିଲା ପୁରା ମୌଳିକ ପାରିବାରିକ କାହାଣୀ, ପାଥେଟିକ ପୁରା ଭରପୁର ଥିଲା କାହାଣୀ, ଲୋକମାନେ ବସୁଥିଲେ 7ଟା 8ଟା ପର୍ଯ୍ୟନ୍ତ ବସୁଥିଲେ। କିନ୍ତୁ ଏବେ ବି ସେ କାହାଣୀ ଟିକେ କମି ରହିଯାଉଛି। ହଁ ନିଶ୍ଚିତ ନିଶ୍ଚିତ, ନାଟକର ଆମର ମୌଳିକତା ନଷ୍ଟ ହଉଛି। ଆମ ପାରିବାରିକ ଓଡିଆ ସଂସ୍କୃତି, ଓଡିଆ ପରମ୍ପରାକୁ ନେଇ ନାଟକ ହଉନି। ଏବେ ତ ସବୁ ଭେରାଇଟି ନାଁ ସବୁ ବାହାରୁଛି ନାଟକରେ। ଆଗରୁ ନାଟକ ନାଁର ଓଡିଆ ମାନେ ଗୋଟେ ଓଡିଆ ଝଲକ ମିଳୁଥିଲା, ଓଡିଆଣୀର ଓଡିଆ ଭାଷାର ଗୋଟେ ଝଲକ ମିଳୁଥିଲା, ସେ ସବୁ ନାହିଁ ଆଜିକାଲି। ଏବେ ତ କଣ ଉପନ୍ୟାସ କଣ ଏଭଳିଆ ନାଟକ ସବୁ ନାଁ ସବୁ ହଉଛି। ତ ନିଶ୍ଚିତ ଆଜି ପର୍ଯ୍ୟନ୍ତ ବହୁତ ବର୍ଷ ହେଲା ଷ୍ଟ୍ରଗଲ କଣ ଏମିତି ଯେତେବେଳେ ଷ୍ଟ୍ରଗଲ ପିରିୟଡ ଆପଣ କେତେ କଷ୍ଟ ଥିଲା? ବହୁତ ବହୁତ କଷ୍ଟ କରୁଛୁ, ବହୁତ କଷ୍ଟ କରୁଛୁ। ଦରମା ତ ସେତେବେଳେ ନଥିଲା, ବହୁତ କମ ପଇସା ପାଉ। ସେଥିରେ ପୁଣି ନିଜେ ଚଳି, ପରିବାର ଚଳି, ପରିବାର ଭଲ ମନ୍ଦ ବୁଝି ଆମେ ସବୁ କରୁଥିଲୁ, କିନ୍ତୁ ଶାନ୍ତି ଥିଲା। ମ୍ୟାଡାମ ଆପଣ ଯେତେବେଳେ ଷ୍ଟ୍ରଗଲ କରିଥିଲେ ସେତେବେଳେ ଦରମା କେତେ ଥିଲା ଆମ ଦର୍ଶକଙ୍କୁ କହିବେ ପ୍ରଥମ? ମୋର ପ୍ରଥମ ଦରମା 15,000 ଥିଲା, ଓଡ଼ିଶା ଅପେରାର। ମୁଁ ସେତେବେଳେ କମେଡି ପାର୍ଟ କରୁଥିଲି, ଆଉ ରେକର୍ଡାନ୍ସ ମେନ୍ର ସବୁ କରୁଥିଲି। ମୋର ସେତେବେଳେ 15,000 ପ୍ରଥମ ମିଳିଥିଲା। ଆପଣ ମଧ୍ୟ କହୁଥିଲେ କି ହରପୁନେଇ ସାରଙ୍କ ସହିତ ଆପଣଙ୍କ ମଧ୍ୟ ବହୁତ ଭଲ ସମ୍ପର୍କ, ସେ ବିଷୟରେ ଟିକେ ଦର୍ଶକ ମାନଙ୍କୁ କହିବେ। ରାଜଶ୍ରୀ ପାଟରେ ସିଏ ଯେତେବେଳେ ଆସନ୍ତି ନାଟକ ଶିଖିବା ପାଇଁ, ଗୋଟେ ନାଟକରେ ପାଠ କରୁଥିଲି। କୋଉ ନାଟକ? 6 ଖଣ୍ଡ କାଠର ବର୍ଷ। 6 ଖଣ୍ଡ କାଠରେ ମହୋତ୍ସବ। ଏଠି ସେ ଆମ ଦିଜଣଙ୍କୁ ବହୁତ ଭଲ ପାଆନ୍ତି, ବାହାଘର ବି ଆମର ସେ କରିଛନ୍ତି। ଆଉ ବହୁତ ଭଲ ପାଆନ୍ତି ଆମକୁ, ମତେ ଝିଅ ଭଳିଆ କରନ୍ତି। ଅମାୟିକ ଭଦ୍ରଲୋକ ଜଣେ। ତାଙ୍କ ଭିତରେ ମାନେ କିଛି ନାହିଁ, ସମସ୍ତେ ସମାନ। ସେଇଥିପାଇଁ ବୋଧେ ସେ ଶୀଘ୍ର ଚାଲିଗଲେ। ଯାହା ହଉ ହରପୁନେଇ ସାର ସିନା ଚାଲି ଯାଇଛନ୍ତି, କିନ୍ତୁ ତାଙ୍କ ହାତ ତିଆରି ଯୋଉ ସୁନାର କଳାକାର ଦି ଜଣ ଛାଡି ଯାଇଛନ୍ତି, ହୁଏତ ତାଙ୍କ ପାଇଁ ଆଜି ଗର୍ବ ଅନୁଭବ କରୁଛନ୍ତି ଓଡିଶା।